তথা অন্যান্য সমস্ত মঞ্চাসীন সুধীবৃন্দ এবং কর্মকর্তাবৃন্দ ମୋ ସମ୍ମୁଖରେ ଥିବା ବିଭିନ୍ନ ଗ୍ରାମର କୋଣ ଅନୁକୋଣରୁ ଆସିଥିବା ମୋ ସମାଜର ସମସ୍ତ ବୟସ୍କଙ୍କୁ ପ୍ରଣାମ, ମୋ ମା ଭଉଣୀଙ୍କୁ ପ୍ରଣାମ। ଏହା ସହିତ ପ୍ରଣାମ କରୁଛି ଶ୍ରୀ ବିଶ୍ୱାବସୁ ସବରଙ୍କୁ ପ୍ରଣାମ କରୁଛି ଦେବୀ ସବରୀଙ୍କୁ ଯିଏକି ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମହୋଦୟଙ୍କୁ ବରଗୁଲି ଦେଇ ଅତିଥି ସତ୍କାର କରିଥିଲେ। ସମ୍ମାନ ଜଣାଉଛି ଆମ ଜାତିର ଲଳିତା ଦେବୀ। ବହୁତ କଥା ଅଛି, ଆହ୍ୱାନ କାଳରୁ ପୌରାଣିକ ଯୁଗରୁ ଆମ ସବର ସମାଜ ଭାରତୀୟ ସଂସ୍କୃତି ସକାଶେ ବଳିଦାନ ଦେଇ ଆସିଛି। ପ୍ରଥମେ ରାମାୟଣ ଯୁଗରେ ଦେବୀ ସବରୀଙ୍କର ଅବଦାନ, ମହାଭାରତ ଯୁଗରେ ରହିଛି ଆମର ଜାରାସରୁଙ୍କର ଅବଦାନ ଏବଂ ତାଙ୍କର ଦାୟଦ ଭାବରେ ବିଶ୍ୱାବସୁ ସବର, ଯାହାକି ଅଷ୍ଟବସୁ ମଧ୍ୟରେ ପଞ୍ଚଭୂତ ସୂର୍ଯ୍ୟ ଚନ୍ଦ୍ର ଏବଂ ଧ୍ରୁବ, ଏହି ଅଷ୍ଟବସୁ ମଧ୍ୟରେ ସର୍ବଶ୍ରେଷ୍ଠ ବିଶ୍ୱାବସୁ ଯିଏକି ପ୍ରଥମ ଭାଷା ପ୍ରକାଶ କରିଥିଲେ ବିଶ୍ୱୟା ବିଶ୍ୱହିତାୟ ଆତ୍ମହିତାୟ କେବଳ। ବିଶ୍ୱର ହିତରେ ସମସ୍ତଙ୍କର ହିତରେ ଆମର ହିତ ସୈନ୍ୟ, ଏହି ଭାଷାକୁ ନେଇ ଏହି ଉଦ୍ଦେଶ୍ୟକୁ ନେଇ ସବରକୁଳକୁ ଆଗେଇ ନେଇଥିଲେ ଭାରତୀୟ ସଂସ୍କୃତି ମଧ୍ୟରେ। ଏବଂ ଆମର ଯେଉଁ ପୂଜ୍ୟ ନୀଳମାଧବ ପୂଜ୍ୟ ସବରୀନାରାୟଣଙ୍କୁ ସମଗ୍ର ସମାଜ ସକାଶେ ଜଗନ୍ନାଥ ରୂପରେ ପରିପ୍ରକାଶ କରେ। ଏଣୁ ସେଇ ଯେଉଁ ରହିଛି ଆମର ଶଙ୍କରାଚାର୍ଯ୍ୟଙ୍କର ଯେଉଁ ଆଦର୍ଶ, ଯେଉଁ ଆମର ଦର୍ଶନ ଅଦ୍ୱୈତ ଦର୍ଶନ, ଯାହାକି ଆମେ ଆମ ଭଗବାନଙ୍କୁ ହାତରେ କହୁଥିଲେ, ଭଗବାନ ଆମ ହାତରେ କହୁଥିଲେ, ଅଦ୍ୱୈତ ଫିଲୋସଫି ଅହମ୍ ବ୍ରହ୍ମ ବ୍ରହ୍ମୋସ୍ମି, ଏହି ଚିନ୍ତାଧାରା ଥିଲା ଆମର ବିଶ୍ୱାବସୁ ସବରଙ୍କ, ଯାହାକି ପରିପ୍ରକାଶ ହେଲା ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପୁରୀ ପୀଠରେ ଯେଉଁ ଆମର ଋଗ୍ବେଦର ପ୍ରଥମ ବାଣୀ ପୂର୍ଣ୍ଣମଦଂ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ, ଅର୍ଥାତ୍ ମୁଁ ସ୍ୱୟଂ ସମ୍ପୂର୍ଣ୍ଣ ବ୍ରହ୍ମଙ୍କର ଗୋଟେ ଅଂଶ, ମୁଁ ମଧ୍ୟ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିବି, ଚେଷ୍ଟା କରିବା, କିନ୍ତୁ ସେଥିରେ ଆମର ସଂସ୍କାର, ଆମେ ଆମ ସଂସ୍କାର ଥିଲା, ପୂଜା ପଦ୍ଧତି ଥିଲା, ଶିକ୍ଷା ଥିଲା, ସଂସ୍କୃତି ଥିଲା, ଭୁଲି ଯାଇଛି। ପଶ୍ଚିମ ଓଡ଼ିଶାରେ ମୋର କିଛି ସାନ ଭାଇମାନେ ଲାଗିଛନ୍ତି, ଆମର ଗବେଷଣା କରୁଛନ୍ତି ରୀତିନୀତି, ପୂଜା ପଦ୍ଧତି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦଶକର୍ମାଣୀ ଅଛି ତା ଉପରେ। ଆମେ ଆମ ସମାଜର ପ୍ରତ୍ୟେକ କର୍ମରେ ଦଶକର୍ମାଣୀ ମଧ୍ୟରେ ହେଲା ଜନ୍ମରୁ ଆରମ୍ଭ ହେଲା 21 ସାଲ ପରେ ଅନ୍ନପ୍ରାଶନ, ଅନ୍ନବେଦନ, ମାଲମୁଣ୍ଡନ, ଉପବିତ ଧାରଣ, ବିବାହ, ତାପରେ ଆସିଲା ଆମର ଶେଷରେ ସାଧୁସ। ଏହି ସମସ୍ତ ଆମର ରୀତିନୀତି ଅଲଗା ରହିଛି। ମା ମାନେ ବି ଜାଣିଥିବେ ଅନ୍ୟ କୌଣସି ସମାଜରେ 3 ଦିନରେ ଶୁଦ୍ଧି ହୁଏ ନାହିଁ, ଖାଲି ଆମର ସବରକୁଳରେ ହୁଏ। ତାର ବି ଗୋଟେ ଇତିହାସ ରହିଛି, ଯେତେବେଳେ ବିଶ୍ୱାବସୁ ସବର ତାଙ୍କର ଅଧିକାର ଦିଆଯାଇଥିଲା ରଥଯାତ୍ରାରେ ଦୌଡ଼ି ଟାଣିବା, ପିଣ୍ଡ ମିଣ୍ଡି ଦ୍ୱିତୀୟ ରଥ ହେବା ପୂର୍ବରୁ ବିଶ୍ୱାବସୁ ସବରଙ୍କର ଦେହାନ୍ତ ହୋଇଯାଇଛି। 10 ଦିନ ପରେ ଯଦି ରଥ ଟଣା ହେବ ଦ୍ୱିତୀୟ ପାର ହେଇଯିବ। ଏଣୁ 3 ଦିନ ଦିଆଗଲା ଅଧିକାର ଆମ ସବ ସମାଜ, 3 ଦିନରେ ଶୁଦ୍ଧି ହେବେ। এইটা অন্য সমাজকে প্রযোজ্য নয়, ଆମ ସମାଜକୁ 3 ଦିନ ଆମ ପଟେ ଆଇଁଷ ଛୁଇଁ ଶୁଦ୍ଧି ହୁଅନ୍ତି, ଅନ୍ୟାନ୍ୟ ସମସ୍ତ କାର୍ଯ୍ୟରେ ସେମାନେ ଅଂଶଗ୍ରହଣ କରିପାରନ୍ତି। ଏଣୁ ମୁଁ ଆଶା ରଖିବି ଯେ ଆମର ଯେଉଁ ସବର ସଂସ୍କୃତି ରହିଛି, ପରମ୍ପରା ରହିଛି, ପୂଜା ପଦ୍ଧତି ରହିଛି, ତାକୁ ଆମେ ଅନୁଧ୍ୟାନ କରିବା ଏବଂ ପରବର୍ତ୍ତୀ ସମୟରେ ଯଦି ପ୍ରତ୍ୟେକ ଗାଁକୁ ଯଦି ଭାଷା ଆସିବ, ଆଗ୍ରହ ଆସିବ, ସମାଜର ବୟୋଜ୍ୟେଷ୍ଠଙ୍କ ମଧ୍ୟରେ ଚିନ୍ତାଧାରା ପ୍ରକଟ ହେବ, ତାହେଲେ ଆମ ସମାଜର ବହିମାନେ ଆସିବେ, ବସିବେ ଏବଂ ତା ଉପରେ ଯେଉଁ ପିଲାମାନେ ଆଗ୍ରହୀ ଥିବେ ତାଙ୍କୁ ଆମେ ଶିଖେଇବା। ଆମର ରୀତିନୀତି, ଆମର ବିବାହ କର୍ମ ଆମେ କରିବା, ତାହେଲେ ଯାଇକି ଆମ ସମାଜ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିବ। ପ୍ରଥମ ଦ୍ୱିତୀୟ କଥା ହେଲା 1881 ଯେଉଁ ଜନଗଣନା ହେଲା, ତା ପୂର୍ବରୁ 1873ରେ ଗୋଟେ ବ୍ରିଟିଶ ସରକାର ଯେଉଁ ବିଭକ୍ତିକରଣ ଏବଂ ଶାସନୀକରଣ ପଦ୍ଧତି ନେଲେ, ଡିଭାଇଡ୍ ଆଣ୍ଡ ରୁଲ୍, ସେଥିରେ ଆମର